ओम आदि अनादि अनंत आत्मेभ्यो भगवते अवधूत बाया पागला देवाय नमो नमः। ସଂସାରରେ କ୍ରୀଡ଼ା କରଇ ଘେନି ରଙ୍ଗ ପସରା ଯେଉଁ କଥା ଯେହୁ ଲୋଡ଼ିବ ତହିଁ ମିଳଇ ତରା ପୁତ୍ର କନ୍ୟା ଦଳେ ଘେନିଣ ଧନ୍ଦି ହେଉନଥାନ୍ତି ଜଟାଧାରୀ ହୋଇ କେହି ବା ତପକୁ ଆଚରନ୍ତି କେହି ବା ସନ୍ନ୍ୟାସ ରୂପରେ ଭବ ବଣେ ବୁଲନ୍ତି କେହି ଅବଧୂତ ବେଶରେ ନାନା ସ୍ଥାନେ ଫେରନ୍ତି ପରମହଂସରେ ବିହରି କେହି ହଂସ ଚିହ୍ନନ୍ତି ଆପେ ଆପଣାକୁ ବୁଝାଇ ତତ୍ତ୍ୱଜ୍ଞାନୀ ବୋଲାନ୍ତି ଭିକାରୀ ହୋଇଣ କେହି ବା ଦ୍ୱାରେ ଦ୍ୱାରେ ମାଗଇ ଦାତା ପଣେ ଦାନୀ ବୋଲାଇ କେହୁ ଦାନ କରଇ ରାଜା ହୋଇ କେହି ବୁଝଇ ପୁଣି ରାଜ୍ୟର କଥା ପ୍ରଜା ହୋଇ କେହି ଜଣାଏ ତାର ମରମ ବ୍ୟଥା ନ୍ୟାୟପତି ରୂପେ କେହି ବା ନ୍ୟାୟ ବିଚାର କରେ ଦୋଷୀ ହୋଇ ଭୋଗ କରନ୍ତି ଥୁକେ ଦଣ୍ଡ ବିଧିରେ ସାହୁ ହୋଇ ଦଳେ ବସନ୍ତି ଥିଲେ ଖାତକ ସିନା ଗୁରୁ ହୋଇ ଶିଷ୍ୟ ବୁଝାଏ ଆପେ ବୁଝାଇକିନା ଯେଉଁ ପଥେ ଯେବା ଗମନ କରେ ଅଟେ ସେ ପଥ ସୁପଥ କୁପଥ ଦୁଇଟି ଅଟେ ବିକାର ମାତ୍ର ଆଲୁଅ ନଥିଲେ ଅନ୍ଧାର କିପରି ବା ହଇବ ଅନ୍ଧାର ଆଲୋକ ମିଳିଲେ ମନୋଭ୍ରମ ଘୁଞ୍ଚିବ ଜଞ୍ଜାଳ ଜାଲଟି ଅଟଇ ସଦା ଯମ ଯାତନା ଦେହ ଥିଲେ ଜ୍ୱାଳା ହୁଅଇ ନଥିଲେ ନାହିଁ ସିନା ଶିବ ଶିବ ବୋଲି ଯାହାଙ୍କୁ କହୁଅଛି ଜଗତ ତାଙ୍କର ବେଦନା ଶୁଣିଲେ ଲାଗଇ ଆଚମ୍ବିତ ହରଙ୍କ ବୃଷଭ ବାହନ ପାର୍ବତୀଙ୍କ ସିଂହ ଖାଦ୍ୟ ଖାଦକ ସମ୍ବନ୍ଧରେ ନୀତି ହୁଏ କଳହ ମୟୂର ବାହନ ଥିବାରୁ ପୁତ୍ର କାର୍ତ୍ତିକଙ୍କର ଶିବଙ୍କର ସର୍ପ ମୟୂର ଦେଖି ଭୟ କାତର ଗଜାନନଙ୍କର ବାହନ ନାମ ଅଟେ ଇନ୍ଦୁର ଶିବଙ୍କ କପିନ କାଟିନ କରଇ ହରବର ଏପରି ଜଞ୍ଜାଳେ ପଡ଼ିଣ ଶିବ ବିଷ୍ଣୁ ଛାମୁର ଗୁହାରି କରନ୍ତେ ଭାସିଲେ ଜଗତର ଠାକୁର ଏକ ଭାର୍ଯ୍ୟା ନାମ ଚଞ୍ଚଳା କଥା ନ ମାନେ ମୋର ଦ୍ୱିତୀୟା ଅଟଇ ମୁଖରା ଦିଏ ପ୍ରତି ଉତ୍ତର କନ୍ଦର୍ପ ନାମେ ସନ୍ତାନ ବିଶ୍ୱ ବିଜୟୀ ବୀର ଜଗତକୁ ସେହି କଣ୍ଟକ ହେଲା ସବୁ ପ୍ରାଣୀର ବିଶ୍ରାମ ଲଭିବା ପାଇଁକି କଲି ଅନନ୍ତ ଶଯ୍ୟା ଗରୁଡ଼ ସେଠାରେ ପହଞ୍ଚି
ସାରି ଦେଲା ମଜା। ସବୁ କଥା ବୁଝି ବିଚାରି ତୁନି ହୋଇଛି ମୋହି। ନୀଳାଚଳେ ନୀତି ବିହରେ ଦାରୁ ରୂପ ବୋଲାଇ। କର୍ତ୍ତବ୍ୟ ଧାରଣ କରି ନ ପାରେ କେହି। କରତା ନାମରେ ବିଦିତ ବ୍ରହ୍ମାଣ୍ଡର ଗୋସାଇଁ। କରମର କର୍ତ୍ତା ଥିବାରୁ କର୍ମେ ହୁଏ ପ୍ରବୃତ୍ତି। କୈବଲ୍ୟ ଦାତା ବୋଲାଇ କାଳେ ମୁକ୍ତି ସେ ଦିଅନ୍ତି। ବଦ୍ଧ ମୁଖ ଦୁଇ ଅଟଇ ତାଙ୍କ ଇଚ୍ଛା ଅଧୀନ। ଏମନ୍ତେ କେ ନାହିଁ ଏ ଭବେ ହଇ ଚିର ସ୍ୱାଧୀନ। ଜଠର ନଳ କରଇ ସଦା ଯନ୍ତ୍ରଣା ଜାତ। ହଇ ବେଟି ଯିବ ସ୍ୱାଧୀନ ତାକୁ କଲେ ତୃପତ। ଧୂନି କୁଣ୍ଡ ଦେହେ ଅଟଇ ସେହି ଜଠରା ନଳ। ତାହାକୁ ସନ୍ତୋଷ କରିଲେ ହୁଏ ଚେତା ପ୍ରବଳ। ଚେତନା ଆସିଲେ ଯାତନା ଆଉ ମିଳଇ ନାହିଁ। ଯାତନା ନଥିଲେ ମୁକତି ଆପେ ଆପେ ମିଳଇ। ମନରୁ ମନୁଷ୍ୟ ରୂପଟି ହୋଇଅଛି ଉଦ୍ଭବ। ମନବଶ ଯାର ହୁଅଇ ଲଭେ ପରମ ଭାବ। କ୍ଷଣକରେ ମନ ଭ୍ରମଇ ଏହି ବିଶ୍ୱ ଭୁବନ। ଗତି ଶକ୍ତି ତାର ବୁଝିବା ଅଟଇ ବିଡ଼ମ୍ବନ। ମନ ଯାର ଗୁରୁ ରୂପରେ ଉପଦେଶ ଦିଅଇ ତାର କେଉଁ କଥା ଅସାଧ୍ୟ ଜଗତରେ ନଥାଇ। ଏହି ମନ ହେଲେ ପ୍ରସନ୍ନ ଦିଏ ଅଭୟ ବର। ଏହି ମନ ମାତ୍ର ଅଟଇ ଦେଉଳର ଠାକୁର। ଗରବ ନା ମେଣ ଅଛଇ ହୃଦେ ଯେଉଁ ଦେବତା। ତାର ବଶ ହେଲେ ଦେବତା ମଧ୍ୟ ହରାଏ ଚେତା। ଅତି ଗର୍ବେ ଲଙ୍କା ପୁରଟି ହୋଇଗଲା ଦହନ। ଅତି ଗର୍ବେ ନାଶ ହୋଇଲା ଧୃତ ରାଷ୍ଟ୍ର ନନ୍ଦନ। ଦାତା ବଣେ ଗର୍ବ କରିନ ଦିନେ ବଳି ରାଜନ। ତିନି ପାଦେ ସବୁ ସାରିଲା ଦେଇବା ମନେ ଦାନ। ରାସ କ୍ରୀଡ଼ା ଦିନେ ଗରବ କଲେ ଗୋପ ଯୁବତୀ। ଗରବ ତାଙ୍କର ଗଞ୍ଜିଣ ଥିଲେ ବରଜପତି। ଗରବ ନିଶ୍ଚୟ ଖରବ ଦିନେ ହେବ ବିଶ୍ୱର। କାହିଁ ସେ ପ୍ରାଚୀନ ଉତ୍କଳ ତାର ଶିଳ୍ପ ମନ୍ଦିର। ପ୍ରେମରେ ଗରବ ମିଶିଲେ ହୁଏ ସର୍ବନାଶ। ଜୀବନରେ ଥାଇ ଜୀବନ ହୁଏ ମୃତ ମନୁଷ୍ୟ। ଗୁରୁ ଗୌରବ ଛାଡ଼ିଲେ ଜାତି କୁଳ ତେଜଇ। ଜ୍ୟୋତି ନିରଞ୍ଜନ ଜଗତ ଯାକ ବୁଲି ଦେଖଇ। ନିରଞ୍ଜନେ ମନ ରଞ୍ଜିଲେ ହୁଏ ଅମୃତ ପ୍ରାପ୍ତ। ଅମୃତ ରସରେ ରସିଲେ ଜୀବ ଆତ୍ମା ତୃପତ। ଆତ୍ମା କୁଶଳରେ ବିକାଶ ପ୍ରାପ୍ତ ହୁଅଇ ବୁଦ୍ଧି। ବିକଶିତ ବୁଦ୍ଧି ଯାହାର ସେହିଟି ଅଟେ ବିଧି। ବିଧିବଶ ପୁଣି ଅଟଇ
ଏହି ସାରା ଜଗତ ବିଧିର ବିଧାନ ଏଡ଼ିବା ଶକ୍ତିର ବହିର୍ଭୂତ। ଗୁରୁ ନାନା ରଙ୍ଗେ କରନ୍ତି ଖେଳ ବିଶ୍ୱ ସଂସାରେ, ସ୍ଥାବର ଜଙ୍ଗମ ପତଙ୍ଗ କୀଟ ନାନା ପ୍ରକାରେ। ପୂର୍ବ ପଶ୍ଚିମ ଉତ୍ତର ଆଉ ଦକ୍ଷିଣ ଦିଗ, ଚାରି ଦିଗ ଚାରି ଦୁଆର ଗୁରୁ ଆଶ୍ରମେ ଯୁଗ। ଆକାଶ ନାମେ ଚନ୍ଦ୍ରାତପ ଢାଙ୍କିଛି ତା ମନ୍ଦିର, ସମ୍ପରଦା ଯେତେ ତା ତଳେ ଅଟେ ତା ଅଧିକାର। ସର୍ବମାନ୍ୟ ଧାନ୍ୟ ଧର୍ମ ହୋଇଛି ପ୍ରକାଶିତ, ଧର୍ମ ଧ୍ୱଜାକୁ ଉଡ଼ାଇ ମର୍ତ୍ତେ କରଇ ନୃତ୍ୟ। ଧାନ୍ୟ ବୋଲି କରି ଯାହାକୁ ସେହି କରେ ବ୍ୟକତ, ସର୍ବଜୀବର ସେ ଆହାର ଜଗତରେ ବିଦିତ। ହରି କଥା କଳି କଥାକୁ କେହି ଛାଡ଼ି ନ ପାରେ, ଭାତ ଲୁଗା ଚାରି କଥାଟି ଅଟେ ସତ୍ୟ ବ୍ୟବହାରେ। ଭାରତ ଯୁଦ୍ଧରେ ଅର୍ଜୁନ ଦିନେ କୃଷ୍ଣ ଛାମୁରେ, ପଚାରି ନଥିଲେ ବିକଳ ହୋଇ ଯୁଦ୍ଧ କ୍ଷେତ୍ରରେ। ଭୂମି ଲାଭ ପାଇଁ କାହିଁକି ମୋହି ଭାଇ ବନ୍ଧୁରେ, ଯୁଦ୍ଧରେ ନିହତ କରିବି କହ କେଉଁ ଆଶାରେ। ବିଷଣ୍ଣ ବଦନ ଦେଖିଣ ତାଙ୍କୁ ମଧୁସୂଦନ, ଆଦେଶ ଦେଲେ କରିବାକୁ ନିଷ୍କାମରେ କରମ। ନିଷ୍କାମେ କରମ ସାଧନେ ହୁଏ ସନ୍ତୋଷ ଜାତ, ସହଜେ ସନ୍ତୋଷ ଦିଅଇ ଯିବେ ବିଶ୍ରାମ ନିତ୍ୟ। କର୍ଦ୍ଦମେ କିଳକ ପରାଏ ହରି ନାମ ଅଟଇ, ଯେଉଁ ଦିଗେ ଯେହୁ ଟାଣଇ ସେହି ଦିଗେ ଚଳଇ। ତାକୁ ବୁଝାଇବ କାହାର ଭବେ ନାହିଁ ଶକତି, ଆପେ ଅନୁଭବ କରିଲେ ତୁଟେ ସବୁ ଯୁକତି। ଏକତ୍ରରେ ବାସ କରୁଣ ଥିଲେ ଦୁଇ ଭଗିନୀ, ବିବାହିତା ତହୁଁ ଗୋଟିଏ ଅନ୍ୟ କୁମାରୀ ପୁଣି। କୁମାରୀ ପଚାରେ ଭଉଣୀ କହ ବିବାହ ସୁଖ, ଉତ୍ତର ମିଳିଲା ବିବାହ ହେଲେ ଜାଣିବୁ ତୁ ତ। କିଛି ଦିନ ପରେ କୁମାରୀ କଲା ସ୍ୱାମୀର ସଙ୍ଗ, ସ୍ୱାମୀ ସଙ୍ଗ ପାଇ ଜାଣିଲା ତହିଁ ଅଛି କି ରଙ୍ଗ। ଆଉ ଦିନେ ଦୁହେଁ ଏକତ୍ର ହେଲେ ବିବାହ ପରେ, ପ୍ରଶ୍ନର ଉତ୍ତର ସମାଧା ହେଲା ହସରସରେ। ସ୍ୱାମୀ ସଙ୍ଗ ସୁଖ କିପରି କେହୁ ବର୍ଣ୍ଣି ନ ପାରେ, ହରି ନାମ ରସ ସେପରି ଅବ୍ୟକତ ବ୍ୟବହାରେ। ନାମାମୃତ ପାନ ଯେ କରେ ଆଉ ନ ଛାଡ଼େ କାହିଁ, ନ ଚାଖିବା ଜନ ସେଥିରେ ମନ ବଳାଏ ନାହିଁ। ସବୁ ଶ୍ୱାନ ଯଦି ଦେଶରୁ ବୃନ୍ଦାବନ ଯାଆନ୍ତେ, ଅଇଁଠା ପତର କେରହି ଆଉ ଏଥି ଚାଟନ୍ତେ। ମାଳା ଜପ କରି ଥୁକାଏ ଘର ଘର ଟପନ୍ତି, ଥକାଇ କାମକୁ କରିନ ବୈକୁଣ୍ଠେ କି ଚଳନ୍ତି। କେଉଁ ବହିପତ୍ର ପଢ଼ିଲେ
ହେବ ଚିତ୍ତର ତୃପ୍ତି। ସମସ୍ତେ ଗୌରବ ଦେଖାନ୍ତି, ଲେଖି ପୁସ୍ତକ ପନ୍ତି। ଅକ୍ଷର ମାନଙ୍କୁ ଚିହ୍ନିଲେ ପାଠ ଶେଷ ହୁଅଇ, ଗୁରୁ ରୂପେ ଦୟା କରିଲେ ମାତ୍ର ପଦ୍ମ ମୁଖ ହିଁ। କରିବା ଗୁଣିବା ଫେଡ଼ିବା ମିଶାଇବା ଏ ଚାରି ସୂତ୍ର ଯେହୁ ଜାଣଇ, ବୋଲାଏ ସେ ବେପାରୀ। ହରଣେ ହରଣ ହୁଅଇ ଅଙ୍କ ଏକ ସ୍ଥାନରୁ, ଗୁଣନରେ ବୃଦ୍ଧି ଲଭଇ ଅଙ୍କ କ୍ରମେ କ୍ଷୁଦ୍ରରୁ। ଏକରେ ଅନ୍ୟକୁ ଯୋଡ଼ିଲେ ତାହା ଯୁଗ ବୋଲାଏ, ଏକରୁ ଅନ୍ୟଟି ଅନ୍ତର ହେଲେ ବିଯୁଗ ହୁଏ। କର୍ମ ଯୋଗୁ ସିନା ହୁଅଇ ଅକ୍ଷରଟି ପୁରାଣ, କର୍ମ ଯୋଗୁ ପୁଣି ହୁଅଇ ଅଙ୍କ ସୂତ୍ରେ ଗଣନ। ସୁନା ଯୋଗୁ ସିନା ବଣିଆ କାରିଗରୀ ଦେଖାଏ, ନାନା ଅଳଙ୍କାର ତିଆରି ବାହାଦୁରୀ ସେ ନିଏ। ଅଳଙ୍କାରେ ଦିନେ ହଇବ ଏହି ଆଶାରେ ନରେ, ସୁନାକୁ ସାଇତି ରଖନ୍ତି ଅତି ଯତନ ଭରେ। ଜଗତ ମୋହିତ ହୁଅଇ ଦେଖି ଅଳଙ୍କାରକୁ, ସୁନାକୁ ସୁନାରେ ଚିହ୍ନଇ ନ କହିନ ମର୍ମକୁ। ଗୁରି କହିଲେ ଗୁଣର ଆଦର ତ କରନ୍ତି, ବିଶୁଦ୍ଧ କି ସୁନା ମିଶ୍ରିତ ବଣିଆଏ ଚିହ୍ନନ୍ତି। ମନ ପ୍ରକୃତିକୁ ଘେନିଳ ଘରେ ଘରେ ବିହରେ, ପ୍ରକୃତିର ବଶ ହୋଇଣ ନାନା କୁକର୍ମ କରେ। ମନ କର୍ଣ୍ଣଧାର ରୂପରେ ଦେହ ନାବ ଚାଳଇ, ମନ କଥା ଯେହୁ ମାନଇ ଭବାବ୍ଦିକୁ ତରଇ। ଯେଉଁ ଘରେ ମନ ଭ୍ରମଇ ହଇ ପ୍ରକୃତି ବଶ, ଆଉ କେଉଁଠାରେ ପ୍ରକୃତି ହୁଏ ମନର ବଶ। ସୁକର୍ମ କୁକର୍ମ ଅଟଇ ଯେଣୁ ଦୁଇଟି ପଥ, ସ୍ଥଳ ବିଶେଷରେ ମନଟି କରେ ନାନାଦି କୃତ୍ୟ। ଯେଉଁ ଘରେ ମନ ବିହାର କରେ ଜାଣ ହେତୁରେ, ନବଦ୍ୱାର ତହିଁ ଲାଗିଛି ପୁଣ ସ୍ଥାନରେ। କେଉଁ ଦ୍ୱାରେ ମନ ଶ୍ରବଣ କରେ ଶବଦ ମାନ, କେଉଁ ଦ୍ୱାରେ ନାନା ପଦାର୍ଥ କରେ ଅବଲୋକନ। କେଉଁ ଦ୍ୱାରେ ପୁଣି ପ୍ରବେଶି ବାୟୁ ସେବନ କରେ, ପାନ ଭୋଜନାଦି କରଇ ବସି କେଉଁ ଦ୍ୱାରରେ। ମଳମୂତ୍ର ତ୍ୟାଗ କରଇ ଯତ୍ନେ ଦୁଇଟି ଦ୍ୱାରେ, ମନଠାରୁ ବଳି ବଳିଷ୍ଠ କେବା ଅଛି ସଂସାରେ। ଏହି ମନ ସଙ୍ଗ ହଇଲେ ବୁଦ୍ଧି ବିବେକ ଜ୍ଞାନେ, ସର୍ବସିଦ୍ଧି ଲାଭ ହୁଅଇ ନାନା ଶାସ୍ତ୍ର ବିଧାନେ। ଅଦ୍ଭୁତ ଅଟେ ଏଭବେ ମନର ଯେ ଶକ୍ତି, ମନ ହେତୁ ନାନା ପ୍ରପଞ୍ଚ ହେଉଅଛି ଉତ୍ପତ୍ତି। ଧରାଧାମେ ନାନା ଧରମ ଅଟେ ନାବ ପ୍ରକାର, ଯେଉଁ ନାବେ ଯେହୁ ଆରୁହେ ତରେ ଭବ ସାଗର। ଏକ ଦେଶେ ଥିଲେ ଏକଦା ଜଣେ ବିଜ୍ଞ ରାଜନ, କେଉଁ ଧର୍ମ ଶ୍ରେଷ୍ଠ ଅଟଇ
କରିଥିଲେ ପ୍ରସନ୍ନ। ନାନା ଧର୍ମାବଲମ୍ବୀ ମାନେ ହୋଇନ ସମବେତ, ନିଜ ନିଜ ଧର୍ମେ ବଢ଼ିମା ପଣ କଲେ ବିଖ୍ୟାତ। ଅହଙ୍କାର ସ୍ଥାନ ଦେଖିଣ ସର୍ବଧର୍ମେ ରାଜନ, ଆସ୍ତିକ ଭାବନା ତେଜିଣ ହେଲେ ନାସ୍ତିକ ପୁଣ। ଏ ବିଷୟ ଜ୍ଞାତ ହୋଇଣ ଜଣେ ବୃଦ୍ଧ ବ୍ରାହ୍ମଣ, ରାଜନ ସମୀପେ ପହଞ୍ଚି କଲେ ଯାଚଜ୍ଞା ଧନ। ରାଜନ ପୁଛିଲେ ବ୍ରାହ୍ମଣେ ପ୍ରୟୋଜନ କି ଧନ, ବ୍ରାହ୍ମଣ ଭାସିଲେ ଦେବୁ ତୁ ନୀତି ଅନ୍ନ ଭୋଜନ। ସେବା କାରପଣ୍ୟ ଦଣ୍ଡେ ତୁ ପ୍ରତିଦିନ କରିଲେ, ନିର୍ମଳତ ମତି ହଇବ ଏହା କହୁଛି ଭଲେ। ବ୍ରାହ୍ମଣଙ୍କ ଠାରୁ ଶୁଣିନ ଏହି କଥା ରାଜନ, ସମତ ପ୍ରକାଶ କରିଲେ ହଇ ଆନନ୍ଦ ମନ। ନବରେ ବ୍ରାହ୍ମଣେ ଯତନେ ରଖାଇଲେ ରାଜନ, ସେବା ପାଇଁ ନିତି ଦିନ ସେ କରୁଥାନ୍ତି ଦର୍ଶନ। ଯେଉଁ ଯେଉଁ କର୍ମ କରନ୍ତି ପ୍ରତିଦିନ ରାଜନ, ତାକୁ ସେବା ରୂପେ ଗ୍ରହଣ କରେ ଜ୍ଞାନୀ ବ୍ରାହ୍ମଣ। ଦିନୁ ଦିନୁ ଭାବ ଲଭିଲା ବୃଦ୍ଧି ଉଭୟଙ୍କର, ବ୍ରାହ୍ମଣ ସ୍ନେହରେ ହରିଲା ଚିତ୍ତ ସେ ରାଜନର। ବ୍ରାହ୍ମଣ ଅଙ୍ଗରେ ପତିତ ଯଦି ହୁଏ ପତର, ରାଜନ ମଣଇ ତା ଅଙ୍ଗେ ପଡ଼ିଲା କି ପଥର। ସ୍ନେହ ପାଶେ କରି ଆବଦ୍ଧ ରାଜନକୁ ବ୍ରାହ୍ମଣ, ଉଦ୍ଦେଶ୍ୟ ସାଧନ ନିମିତ୍ତ ହେଲେ ଯତନବାନ। କହିଲେ ବ୍ରାହ୍ମଣ ହେ ରାଜା ମୋର ହେଉଛି ମନ, ନାନା ରଙ୍ଗେ ନାବ ସଜାଇ କ୍ରୀଡ଼ା କରନ୍ତେ ପୁଣ। ସେହିପରି ହେଲା ସଜ୍ଜିତ କେତେ ଗୋଟି ନୌକା, ପ୍ରତି ନାବ ଦେଖି ବ୍ରାହ୍ମଣ ମନେ କରନ୍ତି ଚିନ୍ତା। କେଉଁ ନାବେ ପାଦ ନ ଦେଇ ଭୟ କରେ ବ୍ରାହ୍ମଣ, ମାତ୍ର ଇଚ୍ଛା ତାର ପ୍ରବଳ ନୌକା କ୍ରୀଡ଼ାରେ ଜାଣ। ଗୋଟିଏ ନାବରେ ବସାଇ କଳବଳ କୌଶଳେ, ଜଳ ଭୟ ଦୂରୀଭୂତ ଯେ କଲେ ରାଜନ ହେଳେ। ଭୟ ଦୂରୀଭୂତ ହୁଅନ୍ତେ ସବୁ ନାବେ ବସିଣ, ଜଳରାଶି ପାର ହଇଲେ ସଙ୍ଗେ ଘେନି ରାଜନ। ବଇଲେ ପ୍ରବୀଣ ବ୍ରାହ୍ମଣ ତହୁଁ ଏହି ବଚନ, ଇଚ୍ଛା ସୁଖ୍ୟ ଧର୍ମ ଆଚରି ବୁଝି ତୁହି ରାଜନ। ସର୍ବ ସମାନ ଅଟେ ଏହି ଭାବରେ, ନାନା ରଙ୍ଗେ ନାବ ହେଲେ କି ହେବ ପାରିତ କରେ। ନାନା ରଙ୍ଗେ ନାବ ହେଲେ କି ହେବ ପାରିତ କରେ। ନାନା ରଙ୍ଗେ ନାବ ହେଲେ କି ହେବ ପାରିତ କରେ।